এই কিছু দিন তলে জଣେ ଭଉଣୀ ମୋ ସହିତ ଇନଷ୍ଟାଗ୍ରାମ ରେ କଥା ହଉଥିଲେ, ସେ ତାଙ୍କ ଲାଇଫ ଷ୍ଟୋରି ମୋ ସହିତ ସେୟାର କଲେ। ସେ ମତେ ଜଣେଇଲେ କି ଭାଇ ମାନେ ସି ଏବେ ମ୍ୟାରେଡ୍ ପର୍ସନ, ବଟ୍ ସେ ମତେ ଜଣେଇଲେ କି ଭାଇ ମୁଁ ଗୋଟେ ପୁଅକୁ ଭଲ ପାଉଥିଲି, ଆମେ ଦି ଜଣକୁ ବହୁତ ହି ଭଲ ପାଉଥିଲୁ, ବଟ୍ ଆମ ଘର ଲୋକ ଆମ ରିଲେସନକୁ ଆକ୍ସେପ୍ଟ କଲେନି, ସୋ ଦ୍ୟାଟ୍ କି ଆମେ ଦି ଜଣ ପଳେଇଥିଲୁ। ବଟ୍ ଯେତେବେଳେ ଆମକୁ ଆମ ଘର ଲୋକ ଧରିଦେଲେ ତ ସିଏ ଭିତରକୁ ପଳେଇଲେ। ଆଣ୍ଡ ମୁଁ ସେ ପର୍ଯ୍ୟନ୍ତ ବି ତାଙ୍କୁ ମାନେ ମୋ ମାଇଣ୍ଡରୁ କି ହାର୍ଟରୁ କାଢି ନଥିଲି। ମୁଁ ସେ ପର୍ଯ୍ୟନ୍ତ ବି ଜିଦ୍ ଧରିକି ଥିଲି ଯେ ହଁ ମୁଁ ତାଙ୍କ ସ୍ତ୍ରୀ ଆଣ୍ଡ ମୁଁ ତାଙ୍କ ସହିତ ହିଁ ରହିବି, ଯେହେତୁ ଆମେ ଘର ଛାଡିକି ଯାଇକି ମ୍ୟାରେଜ କରିଥିଲୁ। ବଟ୍ ଘର ଲୋକ ସେଠି ତାଙ୍କୁ ଧମକ ଦେଲେ ଯେ ଯଦି ତୁ ସେ ପିଲା ସହିତ ରହିବା ପାଇଁ ଜିଦ୍ କରିବୁ ଆଉ ଆମ କଥାରେ ବାହା ନ ହବୁ, ତାହେଲେ ଆମେ ତା ନାଁରେ ଅଲଗା ଅଲଗା କିଛି କେସ୍ ଲଗେଇକି ତାକୁ ବେଶୀ ଟାଇମ୍ ପାଇଁ ସେଇ ଭିତରେ ରଖେଇଦବୁ। ତ ଭଉଣୀ ସେଠି ଭାଙ୍ଗି ପଡିଲେ। ସିଏ କହିଲେ ମୋ ପାଇଁ କାହିଁକି, ମୁଁ ଭଲ ପାଉଥିବା ମଣିଷର କ୍ୟାରିୟର ଫ୍ୟୁଚର କାହିଁକି ଖରାପ ହବ। ସୋ ବାଧ୍ୟ ହେଇକି ସେ ବାପା ମାଙ୍କ କଥାରେ ରାଜି ହେଲେ ଆଉ ବାହା ହେଲେ। ଆଣ୍ଡ ଏବେ ଯୋଉ ମଣିଷକୁ ସେ ବାହା ହେଇଛନ୍ତି ସେ ମଣିଷ ତାଙ୍କୁ ଇମ୍ପୋର୍ଟାନ୍ସ ଦଉନି, ରେସ୍ପେକ୍ଟ ଦଉନି ସ୍ତ୍ରୀ ହିସାବରେ। ଆଣ୍ଡ ଏବେ ଭଉଣୀ ଜଣଙ୍କ କାନ୍ଦୁଛନ୍ତି। ଆଣ୍ଡ ଯେତେବେଳେ ଘର ଲୋକଙ୍କୁ ଜଣଉଛନ୍ତି, ବାପା ମା କହୁଛନ୍ତି ତୋ ଭାଗ୍ୟରେ ଏଇଆ ଥିଲା। ମା ରାଣ ଖାଇ କହୁଛି ତମେ ଯଦି ବାପା ମା ନ ହେଇଥାନ୍ତ ପୁରା ଚୁମ୍ମେଶ୍ୱରୀ ଭାଷା କହିଥାନ୍ତ। ବିଶ୍ୱାସ କର, ଜନ୍ମ ଦେଇଛ ତମେ ପିଲାକୁ, ତା ମାନେ ନୁହଁ ଯେ ତମେ ସତରେ ଭଗବାନ ଆଉ ଜଣଙ୍କର ଭାଗ୍ୟ ଲେଖିବ। ତମ ଭଳିଆ ଲୋକଙ୍କୁ ବାପା ମା କୁହନ୍ତି? ଏଭଳିଆ ବାପା ମାଙ୍କ ଉପରେ ଛେପ କଣ ଖଙ୍କାର ପକେଇଲେ ବି କେହି କିଛି କହିବେନି। ବାପା ମା କୁହନ୍ତିନି ତମମାନଙ୍କୁ। ତମ ସକାଶେ ଗୋଟେ ଝିଅ ଆଜି କୋଉ ଟାଇପର ଦିନ ରାତି ଦେଖୁଛି ସେଟା କେବଳ ସିଏ ଜାଣିଛି। ଏଭଳିଆ ବାପା ମାଙ୍କ ପାଖରେ ଜନ୍ମ ହବାଠୁ ବେଟର କି ଶଳା ମଣିଷ ଜନ୍ମ ନ ପାଇକି ଗାଈ ଗୋରୁ ଜନ୍ମ ପାଇବ, ସେଇଟା ଲକ୍ଷେ ଗୁଣ ଭଲ। ସୋ ପ୍ଲିଜ ସବୁ ଭଉଣୀ ମାନଙ୍କୁ ରିକ୍ୱେଷ୍ଟ କରୁଛି, କିଛି କିଛି ଟାଇମରେ ନା ନିଜ ଡିସିସନଟା ନିଜକୁ ନବାକୁ ପଡେ। ଅନ୍ୟ କାହାକୁ ଭୟ କରିକି ଚୁପ୍ ହେଇକି ରହିଗଲେ କିଛି ହବନି, ନହେଲେ ଏଇ ଟାଇପର ଦିନ ତମମାନେ ବି ଦେଖିବ।